ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। 27 ଅଗଷ୍ଟ 2026 ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଗ୍ରହଙ୍କ ଚଳନ ଏବଂ ଭଗବାନ ଶିବଙ୍କ ଆଶୀର୍ବାଦ ଯୋଗୁଁ ଏହି ପବିତ୍ର ମାସରେ ସମସ୍ତ 12ଟି ରାଶିର ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ। ଆସନ୍ତୁ ଜାଣିବା ଏହି ମାସରେ ଆପଣଙ୍କ ରାଶିରେ କ'ଣ ରହିଛି। ଭଗବାନଙ୍କ ଆଶୀର୍ବାଦରେ ମିଳିବ କି ଶୁଭ ଫଳ? ପ୍ରଥମ ରାଶି ମେଷ ରାଶି। ଏହି ମାସ ଆପଣଙ୍କ ପାଇଁ ଶକ୍ତି ଏବଂ ଆତ୍ମବିଶ୍ୱାସ ଆଣିବ। ଆପଣ କାର୍ଯ୍ୟରେ ଉନ୍ନତି କରିବେ ଏବଂ ନୂତନ କ୍ୟାରିୟର ସୁଯୋଗ ପାଇବେ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଶେଷ ପ୍ରତିକାର, ଶିବଲିଙ୍ଗରେ ଟିକେ ଗୁଡ଼ ମିଶ୍ରିତ ଜଳ ଅର୍ପଣ କରନ୍ତୁ ଏବଂ ଓମ୍ ନମଃ ଶିବାୟ ଜପ କରନ୍ତୁ। ବୃଷ ରାଶି। ଭୌତିକ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପରିବାରରେ ଖୁସି ରହିବ। ଅଟକି ରହିଥିବା ଟଙ୍କା ଫେରି ପାଇବେ ଏବଂ ଏହା ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ। ବିଶେଷ ପ୍ରତିକାରକ, କଞ୍ଚା କ୍ଷୀର ଏବଂ ଦହିରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ ଏବଂ ଧଳା ଚନ୍ଦନ ଅର୍ପଣ କରନ୍ତୁ। ମିଥୁନ ରାଶି। ଆପଣଙ୍କ ସମ୍ମାନ ଏବଂ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇବ। ବ୍ୟବସାୟରେ ଜଡ଼ିତ ବ୍ୟକ୍ତିମାନଙ୍କୁ ଇଚ୍ଛିତ ଲାଭ ମିଳିବ। ଯାତ୍ରା ସମ୍ଭବ ଯାହା ଲାଭଦାୟକ ହେବ। ବିଶେଷ ପ୍ରତିକାରକ, ଭଗବାନ ଶିବଙ୍କୁ କଞ୍ଚା ଚଣା ଏବଂ ବେଲପତ୍ର ଅର୍ପଣ କରନ୍ତୁ। କର୍କଟ ରାଶି। କର୍କଟ ରାଶିର ଶାସକ ଚନ୍ଦ୍ର ଦେବତା, ଯିଏ ଭଗବାନଙ୍କ ଶିବଙ୍କ ମସ୍ତକରେ ବାସ କରନ୍ତି। ଏହି ଶ୍ରାବଣ ମାସ ଆପଣଙ୍କ ମାନସିକ ଶାନ୍ତି, ପାରିବାରିକ ସୁଖ ଏବଂ ଆର୍ଥିକ ଲାଭ ପ୍ରଦାନ କରିବ। ବିଶେଷ ପ୍ରତିକାରକ, ଶିବଲିଙ୍ଗରେ ଗଙ୍ଗାଜଳ ସହିତ କ୍ଷୀର ମିଶ୍ରଣ ଅର୍ପଣ କରନ୍ତୁ ଏବଂ ଓମ୍ ଚନ୍ଦ୍ରଶେଖରାୟ ନମ ଜପ କରନ୍ତୁ। ସିଂହ ରାଶି। ଆପଣଙ୍କ ଚାକିରି ଏବଂ ବ୍ୟବସାୟରେ ଆପଣଙ୍କ ନେତୃତ୍ୱ ଦକ୍ଷତା ପ୍ରଶଂସା କରାଯିବ। ଆପଣଙ୍କ ସ୍ଥିତି ଏବଂ ପ୍ରତିଷ୍ଠା ବୃଦ୍ଧି ହେବାର ସଂକେତ ଅଛି। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବିଶେଷ ପ୍ରତିକାରକ, ଲାଲ ଚନ୍ଦନ କିମ୍ବା ମନ୍ଦାର ଫୁଲକୁ ପାଣିରେ ମିଶାଇ ଭଗବାନ ଶିବଙ୍କ ଜଳାଭିଷେକ କରନ୍ତୁ। କନ୍ୟା ରାଶି। ଦୀର୍ଘ ସମୟ ଧରି ପଡ଼ି ରହିଥିବା କ୍ୟାରିୟର କାର୍ଯ୍ୟଗୁଡ଼ିକ ସମାପ୍ତ ହେବ। ଆପଣଙ୍କୁ କୋର୍ଟ ମାମଲା କିମ୍ବା ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ। ଆର୍ଥିକ ଲାଭର ନୂତନ ଉତ୍ସ ଦେଖାଯିବ। ବିଶେଷ ପ୍ରତିକାରକ, ଶିବଲିଙ୍ଗରେ ଶମୀପତ୍ର ଅର୍ପଣ କରନ୍ତୁ। ତୁଳା ରାଶି। ବୈବାହିକ ଜୀବନ ମଧୁର ହେବ ଏବଂ ସହଭାଗିତା କାର୍ଯ୍ୟଗୁଡ଼ିକ ପୂର୍ଣ୍ଣ ଲାଭ ଆଣିପାରେ। ଆପଣଙ୍କ ସାମାଜିକ ପ୍ରଭାବ ବୃଦ୍ଧି ପାଇବ ଏବଂ ଏହାପରେ ସୁଖ ଏବଂ ସମୃଦ୍ଧି ଆସିବ। ବିଶେଷ ପ୍ରତିକାରକ, ଶିବଲିଙ୍ଗରେ ପଞ୍ଚାମୃତ ଅର୍ପଣ କରନ୍ତୁ ଏବଂ ଧଳା ଫୁଲ ଅର୍ପଣ କରନ୍ତୁ। ବିଛା ରାଶି। ଏହି ସମୟ ଆପଣଙ୍କ ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିବ। ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ନୂତନ ଦାୟିତ୍ୱ କିମ୍ବା ପଦୋନ୍ନତି ମିଳିପାରେ। ସାହସ ବୃଦ୍ଧି ପାଇବ। ବିଶେଷ ପ୍ରତିକାରକ, ପାଣିରେ ମହୁ ମିଶାନ୍ତୁ ଏବଂ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଧନୁ ରାଶି। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କ ଆଗ୍ରହ ବୃଦ୍ଧି ପାଇବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଉଚ୍ଚଶିକ୍ଷା କିମ୍ବା ବିଦେଶ ସମ୍ପର୍କରେ ପ୍ରୟାସ ସଫଳ ହେବ। ବିଶେଷ ପ୍ରତିକାରକ, ପାଣିରେ ହଳଦୀ କିମ୍ବା କେଶର ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ମକର ରାଶି। ଆପଣଙ୍କ କଠିନ ପରିଶ୍ରମ ଫଳ ମିଳିବ। ସମ୍ପତ୍ତି କିମ୍ବା ଯାନବାହନ କିଣିବାର ସମ୍ଭାବନା ଅଛି। ବ୍ୟବସାୟରେ ବୁଦ୍ଧିମାନ ନିଷ୍ପତ୍ତି ଲାଭ ଆଣିବ। ବିଶେଷ ପ୍ରତିକାରକ, ଶିବଲିଙ୍ଗରେ କଳା ରାଶି ଏବଂ ଗଙ୍ଗାଜଳ ଅର୍ପଣ କରନ୍ତୁ। କୁମ୍ଭ ରାଶି। ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିବ। ପୁରୁଣା ଋଣ ଏବଂ ଚାପରୁ ମୁକ୍ତି ମିଳିବ। ବ୍ୟବସାୟ ବିସ୍ତାର ପାଇଁ ସୁଯୋଗ ଆସିବ। ପ୍ରତିକାରକ, ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ ଏବଂ ଓମ୍ ନମଃ ଶିବାୟ ଜପ କରନ୍ତୁ। ମୀନ ରାଶି। ମାନସିକ ଶାନ୍ତି ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପାରିବାରିକ ସମ୍ପର୍କ ମଜବୁତ ହେବ। ନିବେଶ ସମ୍ପର୍କରେ ଆପଣଙ୍କୁ ଭଲ ଖବର ମିଳିପାରେ। ବିଶେଷ ପ୍ରତିକାରକ, ଶିବଲିଙ୍ଗରେ କଞ୍ଚା କ୍ଷୀର, ହଳଦୀ, ଚନ୍ଦନ ଏବଂ ହଳଦିଆ ଫୁଲ ଅର୍ପଣ କରନ୍ତୁ।